ଆମର କଳାକାର ସଂଘ ମଜବୁତ ଅଛି। ବାପି ପଣ୍ଡା, ଦଇଦାରୀ ପଣ୍ଡା, ଯେତିକି ପଣ୍ଡା ନୁହଁ ଆଜ୍ଞା ପଣ୍ଡା ରାଜ କରିବେ। ଦେଖନ୍ତୁ ନରି ପଣ୍ଡା ବି ସେଥିରେ ଅଛନ୍ତି। ସେ ବଡ ନୁହେଁ କି? ସାଇ ସାଇ ସାପ ବୁଲିଗଲେ ସେ ବଡ ହେଲାନି କି? ଆଜ୍ଞା ଦଇଦାରୀ ପଣ୍ଡା ବାଳିକୁ ଉପାଡିତେ ତମକୁ 10 ଥର ସମୟ ଲାଗିବ। ସେତିକି ହିସାବର ନାଣ୍ଡୁ ବଗତ ଦେଇଛି ନା ନାଣ୍ଡୁ ମୁଁ ଗାଣ୍ଡୁ କହିଦେନି ବୋଲି ମୋର ମତେ କହିଲେ ଭୁଲ ମାଗ କାଇଁ ଭୁଲ ମାଗିବି? କଣ ଭୁଲ କରୁଛି ମୁଁ? ତମେ ତ ବଢିଆ ମାଲିକ। ଏତେ ଖୁସି ହେଇଥିଲି ମୁଁ ନରି ପଣ୍ଡା ଯିବା ପାଇଁ ମୋ ଅନୁଷ୍ଠାନକୁ। ମୋ ଜୀବନଟା ଧୂଳିସାତ କରିଦେଲ। ତମ ଜୀବନ କଣ ଶାନ୍ତିମୟ ହବ? ନରି ବାବୁ ଆପଣଙ୍କଠୁ ଜାଣିବାକୁ ଚାହିଁବି ଯେ ସୂର୍ଯ୍ୟ ମନ୍ଦିରର ଷ୍ଟାରକାଷ୍ଟ ବାହାରିଛି ଯୋଉଥିରେ ଆପଣ କମେଡିଆନ ଭାବରେ ଆପଣଙ୍କୁ ନିଆଗଲା। କେମିତି ପ୍ରାଥମିକ ପ୍ରତିକ୍ରିୟା କଣ ରହିବ? ଆଜ୍ଞା ଦେଖନ୍ତୁ ମୁଁ ପ୍ରଥମେ ତୁଳସୀ ଯାଇଥିଲି ପାର୍ଟିକି। ଆଜ୍ଞା 18 ଲକ୍ଷ ଦରମା କରିକି ବାବୁ କହିଲେ 16 ଲକ୍ଷ। ସେ ଖୁସିକି ଯାଇଥିନି। ଯୋଉଦିନ ତୁଳସୀ ଯାଇଥିନି ସେ ମିଠା ବାଣ୍ଟିଥିନି। ଯେ ମୁଁ ସ୍ୱପ୍ନ ଛାଡ଼ି ତୁଳସୀ ବନି ମୋ ଜୀବନର ଗୋଟେ ବ୍ରାଣ୍ଡ ପାର୍ଟି ଥିଲା। ଜୀବନର ତୁଳସୀ ପାର୍ଟି ଯାତ୍ରା ପାର୍ଟିରେ ଚାକିରି କରିବି ବୋଲି ସ୍ୱପ୍ନ ମୋର ସ୍ୱପ୍ନ ରହିଗଲା। ଆଜ୍ଞା ଆଉ କିନ୍ତୁ କାଳିଆ ଭିତରେ ମାତ୍ର 3 ଲକ୍ଷ କେତେ ଟଙ୍କା ମୋର ହଉଛି ଓଭରଡ୍ରାଫ୍ଟ ଥିଲା ମୋ ପାଖରେ। ଆଜ୍ଞା କେତେ ପଇସା ମତେ ନାଣ୍ଡୁ ମୁଁ କହିଥିଲି ରିକ୍ୱେଷ୍ଟ କରିଥିଲି ବାବୁ ମତେ ପଇସା ଦେଲେ ମୁଁ ତାଙ୍କୁ ଫେରେଇଦେବି। ଓକେ ସେତିକି ପଇସା ଦେଲେନି ବୋଲି ମୁଁ ତେଣୁ ପଇସାଟା କାହା ଭିତରୁ ଧାରିଛି ନା ତାଙ୍କ ପଇସାଟା ସୁଝି ଦେବା ପାଇଁ ଚିନ୍ତା କରୁଛି। ମତେ ଅଣପାଟି ଜୁଟିଥିଲା ସେଟା ମନେ କରିଛି କାହା ଭିତରୁ ତୁ ଖାଇବିନି ନା ମୁଁ 1 ଟଙ୍କା ଖାଇବିନି ତା ପଇସା ସୁଝିଦେମି। ଆଜ୍ଞା ଏଇ ପ୍ରଥମ ଲକ୍ଷ୍ୟ। ସେଇ ଆଧାରରେ ଆପଣ ସୂର୍ଯ୍ୟ ମନ୍ଦିର ଠାରୁ ଆଡଭାନ୍ସ ଆଣିଥିଲେ। ଆଜ୍ଞା ଆଉ ତମେ ତ ନାଣ୍ଡକୁ ଦେଲ ମାସେ ଭିତରେ ପଇସା ମାସର ଗୋଟେ ମାସ ହେଲାନି ପୁଣି ପଇସା ମାଗି ନେଇଗଲ। ମୁଁ ଏମିତି ପୁରେଇଲ ମୁଁ ଥାନା ପର୍ଯ୍ୟନ୍ତ ପଇସା ନେଇକି ତମକୁ ଦେଇଦେଇ ବାଧ୍ୟ ହେଇ। ତମେ ଜମା ଠିକ ରଖିପାରିଲନି। ଆଜ୍ଞା ମାଲିକ ସବୁ ଠିକ ହେଇଥିଲା 100 ଟଙ୍କା ମାଲିକ ଠିକ ହେଇଗଲ। ଆଜ୍ଞା ଆଜ୍ଞା ମୁଁ 25-26 ପାଇଁ ମାଗି ଦେଇଦେନି ପଇସା। ଯୋଉ ମାଲିକ ମତେ ପଇସା ମାଗି ନେଇ ଆଜ୍ଞା ତା ପଇସାଟା ସୁଝିଦେବି ନା ମୁଁ। ସେଥିପାଇଁ 26-27ରେ ଆପଣ ଯାଉଛନ୍ତି ସୂର୍ଯ୍ୟ ମନ୍ଦିର। ନିଶ୍ଚିତ ସିଏ ମନା କରିଦେଲେ ମୁଁ ରଖିବିନି। ମୁଁ ଅନ୍ୟ ପାର୍ଟି ମୋର ବହୁତ ତ୍ରୁଟି ଥିଲେ ଆଜ୍ଞା ମୁଁ ଯାଇଥାନ୍ତି। ଯେହେତୁ ତା ପଇସା ମାଲିକ ରଖିଛି ତା ପଟା ସୁଝିଦେମି କାହିଁ ରଖିବି। ଆଜ୍ଞା ଆଉ ଗୋଟେ କଥା ଜାଣିବାକୁ ଚାହିଁବି ଯେ ଆପଣ ନାଣ୍ଡୁ ବାବୁଙ୍କ ଠାରୁ ଟଙ୍କା ଆଣିଥିଲେ ଯୋଉ ବିବାଦ 25-26 ପାଇଁ ଆପଣ ଯେତେବେଳେ ସୂର୍ଯ୍ୟ ମନ୍ଦିରଠୁ ଟଙ୍କା ଆଣିଲେ ବିବାଦ ବଡ ବିବାଦ ଉପୁଜିଲା ଆପଣଙ୍କୁ ଗୋଟେ ବଦନାମ ମୁଣ୍ଡିବାକୁ ପଡିଲା। କଣ ବଦନାମ କଣ? ମୁଁ ଚୋରି କରିଛି ନା ମୁଁ କରିଛି? ମୋ ଜୀବନ ଚୋରି ନାହିଁ ନାହିଁ। କଣ ବଦନାମ କରିଦେବ ମତେ? ତମେ ବଦନାମ କରିଦେଲେ ମାଲିକ। ତମେ କହୁଥିଲ ନରି ପଣ୍ଡା ଆମ କତିରେ ପଇସା ନାହିଁ ଆଉ ମାଲିକ କତିରେ ପଳେଇଲା। କୋଉ ମାଲିକ ପ୍ରମାଣ ଦେଲନି? ଦିଟା ସମସ୍ୟା ଛୁଆ ଥିଲ ତମେ। ସେ କହିଲେ ଆପଣଙ୍କର ଯୋଉ ସୂର୍ଯ୍ୟ ମନ୍ଦିରକୁ ଯୋଉ ଗୋଟେ ଆଶା ନେଇକି ଯାଇଥିଲେ ଯେ ମୁଁ ଗୋଟେ ଭଲ ଗୋଟେ ପାର୍ଟିରେ ଜଏନ କରୁଛି ଆଉ ଭଲ ପରଫର୍ମାନ୍ସ ଦେବି ଆଉ ଏଇ ପାର୍ଟି ଗୋଟେ ନମ୍ବର 1 ପାର୍ଟି କିନ୍ତୁ ସେ ପାର୍ଟି ଆପଣଙ୍କୁ କଣ ଦେଲା? ତୁଳସୀ ସମ୍ରାଟ ଗୋଟେ ସମ୍ରାଟ ପାର୍ଟି। କେତେ ମୁଁ ସମ୍ରାଟ ପାଇଁ ଇଚ୍ଛା କରିଥିନି। ଆଜ୍ଞା ନାଣ୍ଡକୁ ନିରୋଳାକୁ ପଚାରିବେ ନରି ପଣ୍ଡା କେମିତି କହୁଛି ତମକୁ ତ କେତେ ଟେକିକି କହୁଛି। ମୁଁ ନାଣ୍ଡକୁ ଆଜି ବି ସଲାମ କରୁଛି। ବାବୁ ତମ ମୁଣ୍ଡରେ କଣ ଭର ମାରୁଛି? କେତେବେଳେ କଣ ପାଇଁ ଭର ମାରୁଛି? ତମେ ଗୋଟେ କଥା କହିଲ 10 ଲକ୍ଷ ନରି ପଣ୍ଡାର ଝିଅ ହେଇଥିଲା ଏ ଲୋନ ଅଛି ସୁଧେମି କାଳିଆରୁ କେତେ ସୁଧେମି ମୁଁ ସବୁ ଠିକିବିନି। ତମେ କଣ ପାଇଁ ଗୋଟେ ମୁଣ୍ଡରେ ଭର ଅଛି ତମର? ମୁଁ କିଛି ବୁଝିପାରୁନି। ତମେ ତ ବଢିଆ ମାଲିକ। ଏତେ ଖୁସି ହେଇଥିଲି ମୁଁ ନରି ପଣ୍ଡା ଯିବା ପାଇଁ ତମ ଅନୁଷ୍ଠାନକୁ। ମୋ ଜୀବନଟା ଧୂଳିସାତ କରିଦେଲ। ତମ ଜୀବନ କଣ ଶାନ୍ତିମୟ ହବ? ନିଜକୁ ଚିନ୍ତା କରୁଛ ନିରୋଳାରେ। ନରି ପଣ୍ଡା କଣ କହିଛନ୍ତି କଣ କହିନି? ନରି ପଣ୍ଡା କୋଉ ପାଟିରେ ପଇସା କୋଉ କାଳିଆକୁ କିଏ ପଇସା ଦେଲା? କୋଉ କାଳିଆ ପଇସା ଦେଲା ମତେ? କିଏ ଦେଇଥିଲା ମତେ ପଇସା? କିଏ ଦେଇଥିଲା ମତେ ପଇସା? ଗୋଟେ କୁହାଗଲା ଯେ ଆପଣ ଟଙ୍କା ଲୋଭରେ ସୂର୍ଯ୍ୟ ମନ୍ଦିର ପଳଉଛନ୍ତି ତୁଳସୀ ଛାଡିକି। କିଏ କହିବ? କାହାର ତା ବାର୍ତ୍ତା ଭଳିଆ ଆମେ ଜାଣିଛୁ? କିଏ କହିବ? କହିଲେ ଯେ ନାଇଁ ଅଧିକ ଟଙ୍କା ଲୋଭରେ ନାଇଁ ମୁଁ କେବଳ ତୁଳସୀର ମୋର ଭାଗ୍ୟର ହଉଛି ମୋର ବିବରଣଟା ମୁଁ ଯାଇପାରିନି ବନ୍ଧୁ। ଆଉ ମୋ ଭାଗ୍ୟର ତୁଳସୀ ନାହିଁ। ଜନ୍ମ ଜୀବନ ଯୌବନ ମୋ ଭାଗ୍ୟରେ ତ ନାହିଁ। ଆଉ ମୁଁ କେତେ ଖୁସି ହେଲେ କଣ ହବ? କେବେ ମୁଁ ନାଣ୍ଡୁ ପାଖକୁ ଯାଇପାରିବିନି। ମୋର ଏଇଟା ଗୋଟେ ଶକ୍ତି ପଡିଗଲା। ଯଦି ମୁଁ ଯାଇଥିଲି ନା
ମୁଁ ଓଡ଼ିଶା ହଲଚଲ କରିଥାନ୍ତି ଆପଣ ତୁଳସୀରେ ଯଦି ଯାତ୍ରା କରିଥାନ୍ତେ? ନିଶ୍ଚିତ ଅନ୍ଧାର କରିଥାନ୍ତି ତାଙ୍କୁ। ଆଜ୍ଞା ଗୋଟେ 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 ଟଙ୍କା ଲେନଦେନକୁ ନେଇକି ଆପଣ ଗୋଟେ ଅତ୍ୟାଚାରର ଶିକାର ହେଲେ ସେ ସମୟରେ। ହଁ କିଛି ଲୋକ କଳା କରୁଛନ୍ତି, ଯୋଉଟା କରୁଛନ୍ତି ଫସିବେନି 2 ବର୍ଷ 3 ବର୍ଷ 1 ବର୍ଷ ଭିତରେ ସେଟା ଡ୍ୟାମେଜ ହେଇଯିବେନି। ତମେ ଦଇତାରେ ପଣ୍ଡା ନୁହେଁ ଯେ ତମେ ଦଇତାରେ ପଣ୍ଡା କି ତମେ ହଉଛି ମନ୍ଦିରାସ ନୁହଁ। ଦଇତାରେ ପଣ୍ଡା ମନ୍ଦିରାସ ଇଏ ତ ସଞ୍ଜବେଳା ସଞ୍ଜବେଳା ପାଖ ଆସିବନି। ଦଇତାରେ ପଣ୍ଡା ଆପଣଙ୍କ ବିରୁଦ୍ଧରେ ଗୋଟେ ଆଜ୍ଞା ଷଡ଼ଯନ୍ତ୍ର ହେଲା କି 25-26 ପାଇଁ? ନା କି ଛାଡ, ମୁଁ କଣ 1 କିଲୋମିଟର ରହିନି? 1 କିଲୋମିଟର ନ ରହିନି ତମେ ମାଲିକ ଡାକିଲା କାହିଁକି ମତେ? ସୂର୍ଯ୍ୟ ମନ୍ଦିର ମାଲିକ କିଏ କହୁଥିଲା ମତେ ଡାକିବା ପାଇଁ? କିଏ କହୁଥିଲା? ତମେ ତ ସୂର୍ଯ୍ୟ ମନ୍ଦିର ମାଲିକ, ତୁଳସୀ ମାଲିକ, ସିଂହବାହିନୀ ମାଲିକ, 1 ଥିଲ। ହଁ କଣ ହେଲା ତମର? ତମ କାହିଁ ଫାଟିଲା? ଆଜ୍ଞା ଏବେ କଣ ମାଲିକ ଭିତରେ ପଡୁନି କି? ଯେମିତି କଳାକାର ଗୋଟେ ଏକଜୁଟ ହେଇକି ରହୁଛନ୍ତି। ଆମର କଳାକାର ସଂଘ ମଜବୁତ ଅଛି। ବାପି ପଣ୍ଡା, ଦଇତାରୀ ପଣ୍ଡା, ଯେତିକି ପଣ୍ଡା ନୁହଁ ଆଜ୍ଞା ପଣ୍ଡା ରାଜ କରିବେ। ଦେଖନ୍ତୁ ନରି ପଣ୍ଡା ବି ସେଥିରେ ଅଛନ୍ତି। ଆଗେ କହୁନଥିଲି କିଛି ବାଧ୍ୟ ହଉଛି। ଆଜ୍ଞା ଯାତ୍ରା ଇଣ୍ଡଷ୍ଟ୍ରିରେ ପଣ୍ଡା ରାଜ କରିବେ। ପଣ୍ଡା ଫ୍ୟାମିଲି ରାଜ କରିବେ। ରାଜ କ୍ଷତ୍ରିୟ ନରି କ୍ଷତ୍ରିୟ ବ୍ରାହ୍ମଣ ଆଉ ଯେ ଅଲଗା ନା ମତେ ବିରୋଧ କରିବେ, କିନ୍ତୁ ବ୍ରାହ୍ମଣ ରାଜ କରିବେ ସଂସ୍କାର ଇଏ ଗାନ୍ଧାରୀ ବିଦ୍ୟା। ନାଣ୍ଡୁ ବଗତ ଦେଇଛି ନା ନାଣ୍ଡୁ, ମୁଁ ଗାଣ୍ଡୁ କହିଦେନି ବୋଲି ମତେ କହିଲେ ଭୁଲ ମାଗ କାହିଁ ଭୁଲ ମାଗିବି? କଣ ଭୁଲ କରୁଛି ମୁଁ? ଆମେ କଣ ନାଣ୍ଡୁକୁ ଗାଣ୍ଡୁ କହିଦେଲେ ବୋଲି ଭୁଲ ମାଗିବାକୁ ପଡିବ? ଆଉ ବାବୁ ଭଗବାନ ମାଲିକ ଯଦି କହିବ ତୁ ଏଠି 4ଟା ଗୋଡ଼ ଏଠି ଆଠେଇବୁ, ନହେଲେ ଚାକିରି ନାହିଁ କାଲି ସକାଳେ ଏଇଟା ଡିକ୍ଲେୟାର କରିବନି। ମୁଁ କହିଦଉଛି। ଆଜ୍ଞା ବର୍ତ୍ତମାନ ତୁଳସୀର ଯିଏ ଖଳନାୟକ ଆଉ ଜଣେ ହିରୋଇନ ସାଇ ଆଉ ପାୟଲଙ୍କର ଷ୍ଟାରକାଷ୍ଟରେ ବାହାରିଛି ସୂର୍ଯ୍ୟ ମନ୍ଦିରରେ। ବର୍ତ୍ତମାନ ସିଏ ଯିବେ ସୂର୍ଯ୍ୟ ମନ୍ଦିର, ସେଠି ଆପଣଙ୍କ ସହିତ ଆକ୍ଟିଂ କରିବେ। ଏ ନାଣ୍ଡୁ ବାବୁ ରାଗିବେନି? ଶ୍ରୀମନ୍ଦିର ମୋର କାହ୍ନା ଟେକି, ଆପଣଙ୍କର କାହ୍ନା ଟେକି। ଆଜ୍ଞା ବର୍ତ୍ତମାନ ଆପଣ ଯେତେବେଳେ ଷ୍ଟାରକାଷ୍ଟରେ ଆପଣଙ୍କର ଫଟୋ ଆସିଲାଣି, ଆପଣ ନାଣ୍ଡୁ ବାବୁଙ୍କ ସହିତ କଥା ହେଇନାହାନ୍ତି କି? ବାବୁ ମତେ ନାଣ୍ଡୁ ବାବୁ ଡାକିଲେ ଡାକିଲେ ମୁଁ କାଲି ତ ପାଟିକି ଯିବି। ଆପଣଙ୍କର ଏବେ ବି ଆଶା ଅଛି ଯେ ଆପଣ ତୁଳସୀ ଯିବେ? ମୁଁ ଯୋଉଦିନ ତୁଳସୀ ପାଟି ଯିବା କଥା କହିଥିଲି ସେଦିନ କେତେ ଟଙ୍କାର ମୁଁ ମିଠା ବାଣ୍ଟିଥିଲି। ସ୍ୱପ୍ନ ମାଲିକ ପଚାରିଦବ କେତେ ମିଠା ବାଣ୍ଟିଥିଲି ମୁଁ ତୁଳସୀ ଯିବି ବୋଲି। ନାଣ୍ଡୁ ମୋ ଜୀବନଟା ଧୂଳିସାତ କରିଦେଲା ନା। ସେ ଯିଏ ଆପଣଙ୍କ ଜୀବନକୁ ଧୂଳିସାତ କରିଦେଲା, ଆପଣ ପୁଣି ତାଙ୍କ ପାର୍ଟିରେ ଆଉ ଥରେ ଡାକିଲେ ଯିବେ? ପୁଣି ଡାକିଲେ ପୁଣି ଯିବି। ସେଇଟା ସେ ଡିମାଣ୍ଡ, କଳାକାର ଡିମାଣ୍ଡ। ନାଣ୍ଡୁ ଯଦି କହୁଛି ମୁଁ ଡିମାଣ୍ଡ, ମୁଁ ବି ବାବୁ ତମ ଡିମାଣ୍ଡ। ମୁଁ କଣ ଭୁଲ କରୁଛି ତମେ ମତେ କୁହ? ମୁଁ ତମେ କଣ ମୋ ବାପ ଭୁଲ କରୁଛି? ମୁଁ ତମକୁ ଯିବି କିଛି ଚିନ୍ତା ଅଛି? ତମେ ମୋ ପ୍ରତି କଣ ଅନ୍ୟାୟ କରୁଛ? ତମେ ଆପଣଙ୍କ ପ୍ରତି ନାଣ୍ଡୁ ବାବୁ ଅନ୍ୟାୟ କଲେନି ଆଜ୍ଞା? ଅନ୍ୟାୟ କରୁନାହାନ୍ତି, ବହୁତ ଅନ୍ୟାୟ କରୁଛନ୍ତି। ଆପଣଙ୍କୁ ମାଡ଼ ମାରିଲା ଭଳିଆ ବି ଗୋଟେ ଘଟଣା। ମାଡ଼ ମାରିଲେ ମାରିବ କଣ? ବାପ ମାରିଛି କଣ? ମୁଁ ସବୁ ସହିବନି ନା? ମୁଁ ସହିବି କାହିଁକି? ମୁଁ ସହିକି ବାପ ବିରୁଦ୍ଧର ଯାତ୍ରା ଗୋଟେ ବନ୍ଦ କରିଦେବି ନା? ନରିପଣ୍ଡାର କେତେ କିରାଏ ଆପଣ ଜାଣିପାରିଲେନି? ଓଡ଼ିଶା ମାର୍କେଟ ଭିତରେ ବରହମପୁର, ବଲାଙ୍ଗୀର, 3ଟା ଡିଷ୍ଟ୍ରିକ୍ଟ ଭିତରେ ତ ମୁଁ ବା କହୁଛି। ଓଙ୍କାର ମାଲିକ ଧନ୍ୟବାଦ ଦଉଛି। ଓଙ୍କାର ମାଲିକ ଜୟ ଜଗନ୍ନାଥ, ମାନେ କୋଟି କୋଟି ତାଙ୍କୁ ପ୍ରଣାମ। ମୁଁ କାଲି ଓଙ୍କାର ରହିବିନି ବୋଲି ତୁଳସୀ ଗଣ୍ଡାଟା ଶାନ୍ତିରେ ଯାତ୍ରା କଲା। ମୁଁ ଯଦି ଓଙ୍କାର ନ ରହିଥାନ୍ତି, ମୁଁ ବା କହୁଛି ନରିପଣ୍ଡା ତମେ ତୁଳସୀ ଗଣ୍ଡା ବନ୍ଦ କରିଥାନ୍ତ, ତମେ ବି କୋଉଠି ଯାତ୍ରା କର ଶାନ୍ତିରେ କରିପାରିନଥାନ୍ତ। ନରିପଣ୍ଡାର ପ୍ଲଟ କିଣିଛି ତା ପବ୍ଲିକ। ଭଲ ମନ୍ଦ କଣ ମୁଁ ଜାଣିଛି, ତମେ ନାଣ୍ଡୁ କଣ ଜାଣିଛି? ମୁଁ ଜାଣିଛି। ଆଜି ବି ନାଣ୍ଡୁ ମତେ କରିବି, କାଲି ବି ପଟିକି। ଆଉ କାଲିକି ଯଦି ଆପଣ ପୁଣି ଥରେ ନାଣ୍ଡୁ ବାବୁ ଆପଣଙ୍କୁ 26-27 ରେ ଆପଣ ତ ସୂର୍ଯ୍ୟ ମନ୍ଦିର କରିବେ,
କିନ୍ତୁ 27-28 ରେ ଯଦି ଡାକନ୍ତି ଆପଣ ଯିବେ ପୁଣି ମାଡ଼ ମାରିବେ? ନା 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 ତାପରେ 27-28 ନୁହେଁ? ହଁ ତାପରେ ଆପଣଙ୍କର ଚୁକ୍ତି କେତେ ବର୍ଷ ପାଇଁ ହେଇଛି ସୂର୍ଯ୍ୟ ମନ୍ଦିର ସହିତ? ବର୍ଷିକା ବର୍ଷେ ପାଇଁ ହେଇଛି। ଯେ ଆଜ୍ଞା ଆପଣ 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 ଗୋଟେ ଆପଣଙ୍କୁ ମାଡ଼ ମାରିଲେ ବୋଲି ଅଭିଯୋଗ ଆପଣ ଆଣିଲେ, ହଁ ଆଉ ମାରିଥିବା ମାଡ଼ ମାରିଲେ ଭଳିଆ କଣ ମାରିଥିବା ମାରିଲେ ମାରିଛି। ପୁଣି ଆପଣ ତାଙ୍କ ପାଟିକି ଯିବା ପାଇଁ ଆଗ୍ରହ ଏତେ କଣ ପାଇଁ? ଆଉ ବାପା ମାରିନି ମାରିଛି, ସେ ଚିନ୍ତା କରୁନଥିବ ତାର କେତେ ପରିସ୍ଥିତି ସୃଷ୍ଟି ହଉଛି, ସେ ଚିନ୍ତା କରୁଥିବ। ନିରଳରେ ନାଣ୍ଡୁ ଚିନ୍ତା କରୁଥିବେ, ମୁଁ ନରି ପଟା କହୁନି, ମୁଁ କେସ୍ କରିବିନି, ବାସ୍ କିଛି ନାହିଁ। ମୋ ବାପା ମତେ ମୋ ପାଇଁ କରିଛି, ଚିନ୍ତା କରିଛି ଧରିକି ମାରିଛି ନା ମାରିଛି, ନରି ପଟାକୁ ମାରିଛି ନ ମାରିଛି। ତମେ ନାଣ୍ଡୁ ନିଜେ ପଚାରିବ ନା, ମିଡିଆ ତମେ ତ ବହୁତ ହାଇଲାଇଟ୍ କରିଦଉଛ ନା, କହିବିନି। ସିଏ ନିଜେ ଚିନ୍ତା କରନ୍ତୁ। ଯୋଉଦିନ ନରି ପଣ୍ଡାକୁ ଡାକି ନେଇକି କୋଳରେ ବସେଇବେ, ତା ପରଦିନ ଯୋଉ ପାର୍ଟି କରିବ ସେଇ ପଟେ ହାଇଲାଇଟ୍ ହବ। ବ୍ରାହ୍ମଣକୁ ହାତ ମାରିଛି ମାନେ କୋଉଟା ମାରିଛି ସିଏ। ସେଥିପାଇଁ ଗୋଟେ କଳାକାର ତାଙ୍କ ହାତ ଛାଡି ଦଉଛନ୍ତି କି? କୋଳରେ ତ ସ୍ଥାନ ନାହିଁ ବନ୍ଧୁ, ମୁଁ ମିଛ କହିବିନି। ସେଥିପାଇଁ ଆଜ୍ଞା ତାଙ୍କ ଗୋଟେ ଭଲ କଳାକାର ତାଙ୍କ ହାତ ଛାଡିକି ପଳଉଛନ୍ତି କି? କି କଥା ମୁଁ କିଛି ବାପ ଦୋଷ ଦେବି? ସେ ତ ବାପ, ମୁଁ ତ କହିଛି ମୂଳରୁ କହିଛି ଆଜ୍ଞା, ମୁଁ କେବଳ ତୁଳସୀ ପାଇଁ କଣ୍ଟ୍ରାକ୍ଟ ନେଇଥିଲି। ଛୋଟା ମାଲିକ ଏ ଯୋଉ ମିଶ୍ର ଆଉ ଏ ଯୋଉ ପାକୁ ଆଉ କୋଡାରେ ମାଲିକ ଆଜ୍ଞା, ଧଉଳି ବାବୁ ବାପୁନ ରାଜ କୋଉଠି ସାରା ମତେ ପଇସା ଦେଲେ? କୋଉ ମାଲିକ ପଇସା ଦେଲା ମତେ? ନାଣ୍ଡ ଫୋନ କରିକି କମ୍ପ୍ଲେନ କରିଦଉଛୁ, କୋଉ ମାଲିକ ପଇସା ଦେଲା ମତେ? କେହି ଆପଣଙ୍କୁ ସହଯୋଗ କଲେନି? ମୁଁ ତୁଳସୀ ପାଟି ଯାଇଥାନ୍ତି, ତୁଳସୀ ପାଟି କେତେ ମିଠା ବାଟିଛି ମୁଁ, ମତେ ରଖିଲାନି ବାବୁ। ଚୋର କଥାରେ ପଡିକି ମତେ ବିଦା କରିଦେଲା। ମାଡ଼ ବି ମାରିଲେ? ଆଜ୍ଞା ମାଡ଼ ବି ମାରିଲେ? ମ୍ୟାଡାମ କିଏ? ମାଡ଼ ବି ମାରିଲେ ଆପଣଙ୍କୁ ବାଡେଇଲେ ବି? ହଁ ବାପା ମାରିଦେଲା, ତା ପାଟିରେ ରହିବିନି। ମୋ ଷ୍ଟାଫ ଛାଡ଼ିଦେଲା ନରିପଣ୍ଡାର ତୁଳସୀର, ମୁଁ ମନା କରିଦେବି, ତା ରାଗ ହବନି? ମାରିଦେଲା ମତେ। ମାଇଲୁ କାହିଁକି? କାହିଁ ମତେ ମାଇଲୁ? ମୁଁ ତ କଣ ଅଧର୍ମ କରିଦେଲି? କାହିଁ ମତେ ମାଇଲୁ? ଆଜ୍ଞା ଏବେ ଯୋଉ ଆପଣ ଆଡଭାନ୍ସ ଆଣିଥିଲେ ତୁଳସୀ ମାଲିକଙ୍କଠୁ ଫେରେଇ ସାରିଲେଣି? ତୁଳସୀ ମାଲିକ ପଇସା ଦେଇଦେଇଛି, କେବଳ ଏ ସ୍ୱପ୍ନ ମାଲିକର 3 ଲକ୍ଷ କେତେ ଟଙ୍କା ଅଛି। ମୁଁ ଗତ ବର୍ଷର ନାଣ୍ଡୁ ପଇସା ଦେଲି ନାହିଁ, ମୁଁ ତ ଫେରେଇ ମୁଁ ନାଣ୍ଡୁ ଭିତରେ ରହିଥାନ୍ତି ନା, ମୁଁ କାହିଁ କାଳିଆ ଭିତରେ ରହିଥାନ୍ତି? ତା ପଇସା ସୁଝିକି ମତେ ଚୋର ଡକାତି ନ କୁହନ୍ତୁ। ଓକେ ଆଜ୍ଞା, କେତେ ଟଙ୍କା ଆପଣ ତାଙ୍କଠୁ ଆଡଭାନ୍ସ ଆଣିଥିଲେ ତୁଳସୀ ମାଲିକଙ୍କ ଠାରୁ? 10 ଲକ୍ଷ। କେତେ ଦିନରେ ଫେରେଇଲେ? ମାସେ ଭିତରେ ଫେରେଇଲି। ତାର ଧୈର୍ଯ୍ୟ ରହିଲାନି ଯେ ନରି ମହତି ଆସିବ ନ ଆସିବ। ମୋ ପ୍ରଦୀପ ସାରେ ମୁଁ ଡିକ୍ଲାର କରୁନି, ମୁଁ ନାଣ୍ଡବତୀ ଯିବା ଲୋକ ନୁହଁ। ଆଜ୍ଞା, ମୁଁ ମୋ ଗୁରୁ ନାଁ କହିଲେ ଅପନିନ୍ଦାମି, କିନ୍ତୁ ମୋ ଗୁରୁ ମୁଁ ନିନ୍ଦା କରିବିନି। ମୁଁ ତାଙ୍କ ଦୟାରୁ ଯାଉଥିଲି ତାଙ୍କ ପାଟିକି, ଆଉ ମୁଁ ଜାଣିଥିଲି ଯେ ସମ୍ପ୍ରଦାୟ ପାଟି ମୁଁ ଯିବି। ଆଉ ମୁଁ ଦିନେ ବି ଚିନ୍ତା କରୁଛି, ମୁଁ ନାଣ୍ଡୁ ଅନୁସରଣ ଯିବି, ସେ ମତେ ପୁଅ ଭଳିଆ ଭଲ ପାଇବ। ମୁଁ ଦିନେ ବି ଯିବି ନାଣ୍ଡୁ ଅନୁସରଣକୁ। ମାନେ ଆପଣ ଏବେ ବି ଆଶାବାଦୀ ଅଛନ୍ତି ଯେ ନାଣ୍ଡୁ ବାବୁ ଆପଣଙ୍କୁ ଡାକିବେ, ଆଉ ନିଶ୍ଚିତ ଆପଣ ପୁଣି ତୁଳସୀ ଯାତ୍ରା ସମୟରେ ତୁଳସୀ ଗଣନାଟ୍ୟକୁ ଯିବେ? କି କଥା! ତୁଳସୀ ଗଣନାଟ୍ୟ ଗୋଟେ ଛୋଟିଆ ପଟେ ଷାଠିଏ ପଟ ଅନୁଷ୍ଠାନ, ତା ରେକର୍ଡରେ କେହି ପାଟି ଦେବେ? ନାଣ୍ଡ ଗୋଟେ ଘର, ନାଣ୍ଡର ମତେ ଯୋଉ ଚିତ୍ର ଶିଖେଇଲେ ମୋ ବାପ କିଛି କହିପାରିବିନି। କହିଲେ ମିଡିଆ ହାଲା ତମେ କରିଦବ, ମିଡିଆ ବହୁତ ଖରାପ ଲୋକ ତମେ, ମୁଁ କିଛି କହିବିନି। ନାଇଁ ଆଜ୍ଞା, ସେ ଲୋକ ମୁଁ କିଛି କହିପାରିବିନି। ମୁଁ ଯୋଉଦିନ ଦେଖାହେବି ନା, ସେଇଦିନ ମୁଁ ଚିନ୍ତା କରିବି, ବାବୁ ମତେ କଣ ପାଇଁ ଏମିତି ଫସେଇଦେଲ? ମତେ କଣ ପାଇଁ ଫସେଇଲ? ମୁଁ ତମେ କଣ ଅପରାଧ କରିଥିଲି? ଆପଣ ନାଣ୍ଡୁ ବାବୁକୁ ଏ ପ୍ରଶ୍ନ ପଚାରିବେ ଯେ କାହିଁକି ମତେ ଫସେଇ ଦେଲେ? ବାପ ଜାଣିଛି ତାର ପୁଅ କଥା କଣ, ମୁଁ କାହିଁକି କହିବି? ଆପଣ ନାଣ୍ଡୁ ବାବୁ ସହିତ କେବେ ଆଲୋଚନା, ଆଉ ତାପରେ ଆପଣ ଯୋଉ ଘଟଣା ଘଟିଲା ଯେ କୁହାଗଲା ନରି ନାଣ୍ଡୁ କଳି, ତାପରେ କେବେ କଥା ହେଇନାହାନ୍ତି?
କେବେ ବି ଆଶା ଆପଣଙ୍କର ଯଦି କେବେ ନାଣ୍ଡୁ ବାବୁ ଆପଣ ସାମ୍ନାରେ ପଡନ୍ତି ଆପଣ ତାଙ୍କୁ କଣ ପ୍ରଶ୍ନ ପଚାରିବେ? କିଛି ପଚାରେ ବାପୁକୁ ପୁଅ ପ୍ରଶ୍ନ ପଚାରେ ନା କଣ କହିବେ? କିଛି କହିବିନି ମୁଁ ଖାଲି ମୁଣ୍ଡରେ ମାରି ଜୋର କହିବି ପଳେଇ ଆସିବି କିଛି କହିବିନି। ତାଙ୍କର ମନକୁ ଚିନ୍ତା କରିଥିବେ ନରି କଣ କହିଥିଲି କଣ ନାହିଁ ସେ ରିଆଲିଟି କରୁଥିବେ ମୁଁ କାହିଁକି କହିବି ମୋର କଣ କହିବା ଦରକାର। ଆପଣ କିନ୍ତୁ ଚାହୁଁଛନ୍ତି ଯେ ଏଇ ଯୋଉ ଗୋଟେ ବିବାଦ କୁହାଯାଉଛି ଏ ବିବାଦର ଗୋଟେ ପୂର୍ଣ୍ଣଚ୍ଛେଦରେ ପଡିଯାଉ। କଣ ବିବାଦ କରିଦେଲେ କହିଲ? ନରି ପଣ୍ଡା ଭାଇ ଛୋଟା ବାଲିରେ ଠିକ ହେଲ ନରି ପଣ୍ଡା ବୋଲେ ତମ କିଏ ପଠେଇଲା କୋଉ ମାଲିକ ଠିକ ଅଛି ତମେ